ପ୍ରାର୍ଥନା ଏପ୍ରିଲ 28, 1970। ହେ ମୋର ପରମ ପ୍ରଭୁ, ଆଜି ରାତିରେ ତୁ ହିଁ ମୋ ସମ୍ମୁଖରେ ଆବିର୍ଭୂତ ହୋଇଥିଲୁ ତୋର ସକଳ ଜ୍ୟୋତିର୍ମୟ ଐଶ୍ୱର୍ଯ୍ୟ ନେଇ। ତୁ ତ କେବଳ ଗୋଟିଏ ମୁହୂର୍ତ୍ତରେ ଏହି ସତ୍ତାକୁ ସମ୍ପୂର୍ଣ୍ଣ ଶୁଦ୍ଧ, ଦୀପ୍ତିମୟ, ସ୍ୱଚ୍ଛ ତଥା ସଚେତନ କରିପାରୁ। ତୁ ହିଁ ତାକୁ ତାର ଅଜ୍ଞାନ ଅନ୍ଧକାରର ଅବଶିଷ୍ଟ ଚିହ୍ନ ମଧ୍ୟରୁ, ତାର ସର୍ବଶେଷ ଆକର୍ଷଣ ମଧ୍ୟରୁ ମୁକ୍ତ କରିପାରୁ। ତୁ ହିଁ ପାରୁ, କିନ୍ତୁ ତୁ କ'ଣ ତାହା ଆଜି ରାତିରେ କରିନାହୁଁ? ଯେତେବେଳେ ତୋର ଦିବ୍ୟ ପ୍ରଭାବ ଓ ଅନିର୍ବାଚନୀୟ ଦୀପ୍ତି ଦେଇ ତାକୁ ଅଭିସିଞ୍ଚିତ କଲୁ। ବୋଧହୁଏ ତାହା କାରଣ ମୋ ମଧ୍ୟରେ ରହିଛି ଏକ ଅତିମାନୁଷୀ ଶକ୍ତି, ଯାହା ଶାନ୍ତି ଓ ବିଶାଳତା ଦେଇ ଗଢ଼ା। ତୋ ନିକଟରେ ମୋ ପ୍ରାର୍ଥନା, ଏହି ଶିଖରରୁ ଯେପରି ପତନ ନ ହେଉ, ଏହି ଶାନ୍ତି ଯେପରି ଚିରଦିନ ମୋ ସତ୍ତାରେ ସର୍ବେଶ୍ୱର ହୋଇ ବିରାଜିତ ହେଉ। କେବଳ ମୋ ଅନ୍ତରର ଗଭୀରତମ ପ୍ରଦେଶରେ ନୁହେଁ, ସେଠାରେ ତ ବହୁଦିନ ଧରି ତାହା ବିରାଜିତ, କିନ୍ତୁ ମୋର ବାହ୍ୟ କ୍ଷୁଦ୍ରାଦପି କ୍ଷୁଦ୍ର କ୍ରିୟାକଳାପ ମଧ୍ୟରେ, ମୋ ହୃଦୟର, ମୋ କାର୍ଯ୍ୟର କ୍ଷୁଦ୍ରତମ ପରିବେଶ ମଧ୍ୟରେ ବି ତାହା ବିରାଜ କରୁ। ସକଳ ଜୀବର ତ୍ରାଣକର୍ତ୍ତା ହେ ଭଗବାନ, ମୋର ପ୍ରଣତି ଗ୍ରହଣ କର। ଦେଖ, ଏଇ ଯେତେ ଆଶିଷ, ଏଇ ଯେତେ ପୁଷ୍ପ, ଏଇ ଯେତେ ଦିବ୍ୟ ପ୍ରେମର ହାସ୍ୟ, ତାର ପକ୍ଷପାତ ନାହିଁ କି ବିରାଗ ନାହିଁ। ଏଇ ମହାନ, ନିର୍ଝର, ସର୍ବାଭିମୁଖୀ ପ୍ରବାହିତ ଏବଂ କୌଣସି ମୁହୂର୍ତ୍ତରେ ମଧ୍ୟ ତାର ଅଲୌକିକ ଦାନ ସେ ଫେରାଇ ନିଏ ନାହିଁ। ପରମ ଆନନ୍ଦର ଭଙ୍ଗୀରେ ତାଙ୍କର ବାହୁଦ୍ୱୟ ପ୍ରସାରିତ କରି ଶାଶ୍ୱତ ଜନନୀ ତାଙ୍କ ବିଶୁଦ୍ଧତମ ପ୍ରେମର ଶିଶିର ଧାରା ପୃଥିବୀ ଉପରେ ନିରନ୍ତର ବର୍ଷଣ କରୁଛନ୍ତି। ପରମ ଆନନ୍ଦର ଭଙ୍ଗୀରେ ତାଙ୍କର ବାହୁଦ୍ୱୟ ପ୍ରସାରିତ କରି ଶାଶ୍ୱତ ଜନନୀ ତାଙ୍କ ବିଶୁଦ୍ଧତମ ପ୍ରେମର ଶିଶିର ଧାରା ପୃଥିବୀ ଉପରେ ନିରନ୍ତର ବର୍ଷଣ କରୁଛନ୍ତି। ମା।